ଓଡ଼ିଆ ଅସ୍ତିତ୍ୱବାଦୀ ସାହିତ୍ୟ 7 ପୃଷ୍ଠାର ଲିଖିତ ଆଲୋଚନା। ଅସ୍ତିତ୍ୱବାଦର ଅନ୍ୟ ନାମ ସ୍ଥିତିବାଦ ବା ସଂସ୍ଥିତିବାଦ। ଇଂରାଜୀରେ ଯାହାର ନାମ ଏକ୍ଜିଷ୍ଟେନ୍ସିଆଲିଜିମ୍। ନ ରହିଲେ ବଞ୍ଚିବା ନାହିଁ, କିଛି ବି ନାହିଁ। ତିଷ୍ଠିବା ପାଇଁ ସ୍ଥିତି ବା ରହିବା ଦରକାର। ରହିବାର ଭାବନାରୁ ସ୍ଥିତିବାଦ ଆସିଅଛି। ସ୍ଥିତିବାଦୀ ଚିନ୍ତାଧାରା ବା ସ୍ଥିତିବାଦ ସଂଘର୍ଷପୂର୍ଣ୍ଣ ଜୀବନ ବିତାନ ଧାରାରୁ ସମାଗତ ହୋଇଅଛି। ଆପେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚିବାର ସୁଯୋଗ ଦେବାର ମହନୀୟ ଦର୍ଶନ ଏହି ସ୍ଥିତିବାଦ, ଯାହାକି ଦିବ୍ୟ ପବିତ୍ର କୋରାନର ଦର୍ଶନ। ଆଲ୍ଲାହଙ୍କର ସେଥିରେ କଥନ। ଆଲ୍ଲାହ ଆୟତୁଲ କୁର୍ସି ନାମକ କୋରାନର ପାଠରେ ଯାହା ଆରବୀ ଭାଷାରେ କହିଛନ୍ତି, ତାହାର ଓଡ଼ିଆ ଭାଷାନ୍ତରିତ ଅନୁବାଦ ହେଲା, ମୁଁ ଆପେ ଜୀବନ୍ତ ଓ ଅନ୍ୟକୁ ଜୀବନ୍ତ ରଖିବାକାରୀ ଓ आप जिंदा और औरों को कायम रखने वाला। ଏହା ହିଁ ସ୍ଥିତିବାଦର ମୂଳ ଲକ୍ଷ୍ୟ। ସଂଗ୍ରାମରେ ଜୀବନର ସ୍ଥିତି ଅଛି। ଯେଉଁଠି ଜୀବନରେ ଯୁଝିବା ନାହିଁ, ସେଠି ଆଳସ୍ୟ ପରାୟଣତା, ଭୀରୁମୟତା ଛାଇଯାଇ ଜୀବନକୁ ଧ୍ୱଂସ, କ୍ଷତି, ଦୁର୍ଦ୍ଦିନରେ ଆଣିଥାଏ, ନେଇ ପହଞ୍ଚାଏ। ଶୋର ନାମକ ହିନ୍ଦୀ ସିନେମା ଗୀତରେ ଅଛି, ଜୀବନ ଚଲନେ କା ନାମ, ଚଲତେ ରହୋ ସୁବହ शाम, जो जीवन से हार मानता उसकी हो गई छुट्टी, लाख चढ़ा कर कहे जिंदगी तेरी मेरी हो गई छुट्टी। ଜୀବନର ମାନେ ଜିତିବାର, ହାରିବାର କଦାପି ନୁହେଁ। ହାରିବାରେ ପ୍ରଗତି ନଥାଏ, ଉନ୍ନତି ଆସେନା। ସ୍ଥିତିବାଦ ଏହି ମନୋଭାବ ମାନବକୁ ଦେଇଥାଏ, ଜାଗରଣ ସୃଜେ। ଜୀବନର ମୌଳିକ ସମ୍ପଦ ହେଉଛି ସ୍ଥିତିବାଦ। ଓଡ଼ିଆ ସାହିତ୍ୟରେ ସ୍ଥିତିବାଦୀ ଦର୍ଶନକୁ ନେଇ ସଚ୍ଚିଦାନନ୍ଦ ରାଉତରାୟଙ୍କର ପ୍ରତିମା ନାୟକ କବିତାରେ କବିଙ୍କର 2 ବର୍ଷର କଲେଜ ସହପାଠିନୀ ନାୟିକା ପ୍ରତିମା ସହିତ ଥରେ ହଠାତ୍ ବା ଆକସ୍ମିକ ବା ଅନୁଭୂତି ସାକ୍ଷାତ ହୋଇଯିବା ପରେ କବି ଜାଣିବାକୁ ପାଇଛନ୍ତି, ପ୍ରତିମା ଜୀବନର ସଂଘର୍ଷପୂର୍ଣ୍ଣ ବିଫଳତାର ଦୁଃଖଦ କାହାଣୀ। ବିବରଣୀକୁ ଏକଦା କଲେଜ କୁଇନ୍ ଥିବା ପ୍ରତିମା, ସୁନ୍ଦରୀ ଶିରୋମଣି, ଆଜି ପେଟ ପୋଷ ନାହିଁ ଦୋଷର ଦାୟରେ ଯୋଗାଣ ବିଭାଗରେ ଚାକିରିଜୀବିନୀର କିରାଣିଟିଏ। ଦରମା ମନ୍ଦ ନଥିଲେ ବି ସେ ଜୀବନରେ ଦରପାଠୁଆ, ପିତୃହରା, ଗୃହଭେଦ, ଶ୍ରୀହୀନ ଶରୀର ଧାରିଣୀ। ସ୍ୱପ୍ନଭଙ୍ଗର ଶିକାର ହୋଇଥିଲେ ମଧ୍ୟ ଧାନସିଡ଼ି ପୋଲର ରାତି 8ଟାର ଡାକଗାଡ଼ି ବା ମେଲ୍ ଟ୍ରେନ୍ର ରେଳ ଧାବନର ଜୀବନର ଚଲତିକା ନାମ ଗାଡ଼ି ସମୟ ସହିତ ତାଳ ଦେଇ ଆଶାୟିନୀ ହୋଇ ସୁଡ଼ଙ୍ଗ ଶେଷର ସୂର୍ଯ୍ୟୋଦୟ ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସର ଦେଖିବାର କାମିନୀ କୌଶଳରେ ଜୀବନକୁ ସୁରକ୍ଷିତ କରି ରଖିଛି। ଆଶା ହରାଇ ନଥିବା ଜୀବନ ସଂଗ୍ରାମର ରାଣୀ ଲକ୍ଷ୍ମୀବାଈ, ବାଙ୍କିର ବୀରରାଣୀ ଶୁକଦେଈ ଭଳି। ସେ ଜଣେ ଆର୍କିଟାଇପିକାଲ ବା ଆଦର୍ଶ ବା ମଡେଲ ନାୟକର ହିରୋ ଚରିତ୍ର। ଜଗତବାସୀ ପାଠକୀୟ ଦର୍ଶକଙ୍କୁ ଏହି ବାଣୀ ବାର୍ତ୍ତାରେ ଉଦ୍ବୋଧିତ କରାଇଛି, ପଛଘୁଞ୍ଚା ନାହିଁର ବୀରର ଜାତକେ, ନମରେ ସେ କେବେ ପରାଣ ଆତଙ୍କେ, ଦୁଃଖକୁ ବେଖାତିର କରି ସେ ଆଗେଇ ଚାଲରେ କିଶୋର ପ୍ରାଣ ଆଗେଇ ଚାଲ। ରାଧାମୋହନ ଗଡ଼ନାୟକଙ୍କର କବିତା ଭଳି। ଅସ୍ତିତ୍ୱବାଦୀ ଚେତନାର ସୁନ୍ଦର ରମଣୀୟ କବିତା ପ୍ରତିମା ନାୟକ। ରମାକାନ୍ତ ରଥଙ୍କର କେତେ ଦିନର ନାମକ କବିତା ପୁସ୍ତକରେ ଥିବା ଚନ୍ଦ୍ରମାର ଚୁଡ଼ି ନାମକ କବିତା ସ୍ଥିତିବାଦର ଆଉ ଏକ ଗାଥାଧର୍ମୀ କବିତା। ଚନ୍ଦ୍ରା ବେହେରାଣୀ ଦରିଦ୍ର, ରୋଗିଣା, ମୁମୂର୍ଷୁ, ମରିବାକୁ ଯାଉଥିବା ସ୍ୱାମୀର ଶେଷ କଥାକୁ, ମୁଁ ମଲେ ତୁ ଆଉ ଦ୍ୱିତୀୟ ବିବାହ କରିବୁ ନାହିଁ। ଚନ୍ଦ୍ରା କରିନାହିଁ ସିନା, ପେଟ ପାଇଁ ନାଟର ଜ୍ୱାଳା ଦହନକୁ ପ୍ରଶମିତ ନିର୍ବାପିତ କରିବା ପାଇଁ ପ୍ରତି ରାତ୍ରିରେ ସଧବାର ସନ୍ତକ ଚୁଡ଼ି ପିନ୍ଧି ନିଜକୁ ବେଶ୍ୟାବୃତ୍ତିରେ ଦାଣ୍ଡରେ ନେଇ ପହଞ୍ଚାଇଅଛି। ବିଧବା ହୋଇ ବି ସଧବା ସ୍ୱାମୀ ସୋହାଗିନୀର ମିଛ ଅଭିନୟ କରିଛି। ଯେତେବେଳେ ଲମ୍ପଟ କାମୁକ ବିଟପି ପୁରୁଷର ଅଜଗର ସାପର ଆଶ୍ଳେଷ କୁଣ୍ଢାଇବାରେ
ଚନ୍ଦ୍ରା ଅଣନିଶ୍ୱାସୀ ହୋଇ ବି ବୃତ୍ତିରୁ ନିବୃତ୍ତ ହୋଇପାରିନି। କାରଣ ବଇନା ବା ଆଡ଼ଭାନ୍ସ ନେଇଛି ଦେହଜୀବୀ ହେବାକୁ। ନହେଲେ ବଞ୍ଚିବ କେମିତି? ଖାଇବ କ'ଣ? ସେଥିପାଇଁ ତାରି ମୁଖରେ ମନୋଭାବରେ କବି କୁହାଇଛନ୍ତି, ଜୀଇଁବାଟା ବୋଧହୁଏ ଜୀବନରେ ସବୁଠାରୁ ସତ, ଆଉ ତା'ଠାରୁ ସତ ବୋଧେ ଆଦର୍ଶର ହତ୍ୟା ଆଉ ବିବେକ ମୃତ୍ୟୁର କାହାଣୀ। ଏଥିପାଇଁ ତିଳେ ତିଳେ ଅନ୍ତର୍ଦାହ। ସାବଧାନ ଚନ୍ଦ୍ରା ବେହେରାଣୀ। ଆଦର୍ଶ ବିବେକ ଚନ୍ଦ୍ରା ପାଖରେ ଜୀବନରେ ବଞ୍ଚିବାର ଉତ୍କଟ ଅଭିମାନ ପାଇଁ ନାହିଁ। ଅନ୍ନଚିନ୍ତା ଚମତ୍କାର ପରା। ଆହାର ମୈଥୁନ ପରେ ଯାଇ ନିଦ୍ରା ଜୀବନରେ ଚନ୍ଦ୍ରା ଆଣିଛି। ରମାକାନ୍ତ ରଥଙ୍କର ଲଣ୍ଠନ ନାମକ ସନେଟ୍ ବା ଚତୁର୍ଦ୍ଦଶ ପଦିକାରେ ଅସ୍ତିତ୍ୱବାଦର ସ୍ଥିତି ଅଛି ଏମିତି। ତମେ ଯିଏ ମୌସୁମୀର ଆଳସ୍ୟକୁ ପତା ତଳେ ଖୁନ୍ଦି ଡୋଳା ସଞ୍ଚାଳନ ପାଇଁ ପ୍ରାଣପଣେ ପରିଶ୍ରମ କର ଏବଂ ଗହଳ ବାଳ ତଳେ ଲେସି ଦେଇଛ ଚମ୍ପକ, ତମେ କେବେ ଦେଖିପାର ପ୍ରଜ୍ୱଳିତ ଅସ୍ତିତ୍ୱ ମୋହର? ଅନୁମାନ କରିପାର ମୁଁ ଜଳୁଛି ଓ ଜଳୁଛି ତୀବ୍ର ଦରଜରେ ମିଡିୟମ ଧୋତି ଆଉ ଇସ୍ତ୍ରୀ କରା ଅଧା କାମିଜରେ। ନଥିଲା ବାଲା ଲୋକର ଏ ଲାଣ୍ଠନିକ ପ୍ରତୀକିତ ଜ୍ୱଳନ କ୍ଷୁଧା ପିପାସାର ଜୀବନ ସଂଗ୍ରାମ। ଇନ୍ଦ୍ରଧନୁ ନାମକ କବିତାରେ ମଧ୍ୟ ବିଫଳ ପ୍ରେମିକର, ଦଗାଦିଆ ପ୍ରେମିକାର, ବର୍ଷା ବିଧୁର ବିବାହିତ ଗାଁକୁ ସାଙ୍ଗ ମେଳରେ ଯାଇ କବି ବୁଗେନଭିଲା ଡାହି ପରି ସୁଦୂର ଅତୀତର ଦୀର୍ଘ ପ୍ରେମିକ ଜୀବନର ଭଟ୍ଟା ପଡ଼ିଯିବା ଜୀବନ ଯମୁନା ନଈର କାରଣରେ ବଞ୍ଚିଛନ୍ତି ବୋଲି ଉତ୍ସୁକତାର ପ୍ରଶ୍ନ ପଚାରି କ'ଣ ପାଇଁ ପ୍ରେମ ମୋର ରୋକିଦେଲ, ଅଟକାଇ ଦେଲ, ଅନ୍ୟକୁ ବାହା ହୋଇ ଚାଲିଗଲ? କୁହ ହେ ମୋର ବିଶ୍ୱାସଘାତିନୀ ପ୍ରେମିକା। ଜୀବନର ଜନ୍ମ ମରଣ, ପ୍ରାପ୍ତି ଅପ୍ରାପ୍ତି, ସୁଖ ଦୁଃଖକୁ ବୈଚିତ୍ର୍ୟ ଭରା ରଙ୍ଗୀନ ଇନ୍ଦ୍ରଧନୁଟିଏ ମଣି ବଳଦ ହୋଇ ଜୀବନ ଜଞ୍ଜାଳ ଜୁଆଳି ପକାଇ ବେକରେ ପଡ଼ିଲେ ବଜାଇ ଶିଖନ୍ତିରେ କବି ପ୍ରେମିକ ଫଟା ରସିକ ବିଫଳ ମନୋରଥ ହୋଇଛନ୍ତି। କିସ ପୁଣି ଦେଖା ନଯାଏ ବଞ୍ଚିଥିଲେ ଜୀବନରେ? ବଞ୍ଚିଲେ ହିଁ ସଫଳତା ଭଳି ବିଫଳତା ଆସିବ। ସଂସ୍ଥିତିବାଦର ଏହା ଲକ୍ଷଣ। ବୈକୁଣ୍ଠନାଥ ପଟ୍ଟନାୟକଙ୍କର ଉମା ନାମକ କବିତାରେ 7ଟି ସନ୍ତାନର ଜନନୀ ଉମା ସ୍ୱାମୀର ଅତ୍ୟାଚାର ସହି ବି ଆତ୍ମହତ୍ୟାରେ ନ ମରି ବଞ୍ଚି ରହିଛି ମାତ୍ର 7ଟି ପିଲାକୁ ବଞ୍ଚାଇ ବଡ଼ କରିବାର ଆଶାରେ। ଗୋଦାବରୀଶ ମହାପାତ୍ରଙ୍କର ଏବେ ମଧ୍ୟ ବଞ୍ଚିଛି ନାମକ ଗଳ୍ପରେ ବେଣୁଧର ନାମକ ଗଳ୍ପର ଚରିତ୍ରର ସ୍ୱାଭିମାନୀ ମନର ପରିଚୟ ମିଳେ। ଏମିତି ଜୀବନ ଥିଲେ ଭାଇ ପାତିବା ନାହିଁ ହାତ, ମଣିଷ ପରି ଦିନେ ମଣିଷ ହୋଇବା ତ। ବେଣୁଧର କାଉଁରିଆ କାଠି, ଭାଙ୍ଗିବ ପଛେ ନଇଁବ ନାହିଁର ସତ୍ୟବାଦୀ ବନବିଦ୍ୟାଳୟରେ ସେ ମଣିଷ ଗଢ଼ା କାରଖାନାରେ ପାଠ ପଢ଼ି ଶିଖିଛି। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେଇ ଗୋପବନ୍ଧୁ ନିଜେ ପାଦତଳେ ପଡ଼ିଥିବା ବେଣୁଧରକୁ ଲୁହଭରା ଆଖିରେ ତଳୁ ଉଠାଇ କହିଛନ୍ତି, ଏ ଜାତି ବେଣୁଧର ଚରିତ୍ର ଦ୍ୱାରା ଏବେ ବି ସ୍ୱାଭିମାନକୁ ପାଥେୟ କରି ଆଶ୍ରା କରି ବଞ୍ଚି ରହିଛି। ନୀଳମାଷ୍ଟ୍ରାଣୀ ଗଳ୍ପରେ ଶିକ୍ଷୟିତ୍ରୀ ନୀଳ ବାଳ ବିଧବା ହୋଇ ବି ବଞ୍ଚିବାର କ୍ରୂର ନ୍ୟାୟରେ ଧର୍ମ ସଂସ୍କୃତି କିଛିକୁ ଖାତିର ନ କରି ଦେହର ଜ୍ୱାଳା ଭୋକକୁ ମଦନ ସେଠୀର ଗାଁ ଯାତ୍ରାର ଅଭିମନ୍ୟୁ ପାର୍ଟରେ ମଞ୍ଚ ତଳେ ବସି ଦର୍ଶକ ହୋଇ ଦେଖି ହୃଷ୍ଟପୁଷ୍ଟ ଯୁବକର ପ୍ରେମ ବାହୁର ବଳିଷ୍ଠ ବନ୍ଧନରେ ଜାତି ସମ୍ପ୍ରଦାୟ ହରାଇ ସ୍ଥିତିବାଦର ଦ୍ୱାହିରେ ବିବାହ କରି ବ୍ରାହ୍ମଣୀରୁ ଧୋବଣୀ ହୋଇ ଜୀବନରେ ସଂସ୍କାର ଆଣିଛି। ହେଲେ ମଦନ ସେଠୀକୁ ମଦ୍ୟପରୁ ଭଲ ମଣିଷ କରାଇ ପାରିନାହିଁ। ତାର ମାଡ଼ ସହିଛି। ନୀଳର ଜୀବନ ପୂର୍ଣ୍ଣ ସଂସ୍କୃତ ହୋଇ ବି ରିଫର୍ମ ହୋଇ ବି ହୋଇପାରିନାହିଁ। ଯୌନ କ୍ଷୁଧା ଜୀବନର ସ୍ଥିତିବାଦରେ ମେଣ୍ଟିଛି, ହେଲେ ଜାତି ଅପବାଦ ମେଣ୍ଟି ପାରିନାହିଁ। ନହେଲେ ବଉଳ ପାଟ ନେବାକୁ ଆସିଥିବା ସାନ ଭାଇକୁ ଧୋବାପଡ଼ାରୁ ସଅଳ ବିଦା କରିଦେଇଛି। ଏ ଜନ୍ମର ତୀର୍ଥକ୍ଷେତ୍ର ଗଳ୍ପରେ ଅଇଁଠା ଚାଷୀ ବୈଷ୍ଣବ ଧର୍ମର ଦଳରେ ନିକମା ହୋଇ ବେକାର ଅଳସୁଆ ହୋଇ ନ ପାରି ଭିକ ମଗା ବୃତ୍ତି ଛାଡ଼ି ତାର ଏଇ ଜନ୍ମର ପ୍ରକୃତ ତୀର୍ଥକ୍ଷେତ୍ର ହେଉଛି ତାର ବିଲବାରି। ସେ କର୍ମଜୀବୀ, ମାଗିଖିଆ ଭିକାରୀ ନୁହେଁ। ଜବାହରଲାଲ ନେହୁରୁ ଏକଦା କହିଥିଲେ, ଆରାମ ହାରାମ ହୈ। ସେଇ ମଟୋ ବା ଚିନ୍ତାଧାରାକୁ ଏ ମଣିଷକୁ ପଥର କଲା କିଏର ନାୟକ ପଥର କଟା ଶିଳ୍ପୀ ଭୀମଦାସକୁ। ରାଜା ପୁରୁଷ ବଦଳରେ ଯେତେ ବୁଢ଼ା ହେଲଣି
ଏବେ ବିଶ୍ରାମ ନିଅ। ବାକ୍ୟରେ ବୁଝାଇଲେ ମଧ୍ୟ କର୍ମ ଆମ ମାନବର ସେବାରେ ବୁଝିଥିବା ଭୀମଦାସ ଆରାମ ରଖା ଘରୁ ବାହାରି ସେହି ମଧୁପୁର ଗଡ଼ର ଧ୍ୟାନମଗ୍ନ ଋଷି ପରି ଠିଆ ଭଙ୍ଗା ପାହାଡ଼କୁ ଯାଇ ରାଜା ଆଶ୍ଚର୍ଯ୍ୟ ହୋଇ କହିଛନ୍ତି, ଏ ମଣିଷକୁ ପଥର କଲା କିଏ? ପ୍ରତିଧ୍ୱନିକୁ ଶୁଣି ଭୀମଦାସ ରାଜାଙ୍କୁ କୁଣ୍ଢାଇ ଉତ୍ତର ଦେଇଛି, ରାଜା, ମୋ ରାଜା, ଯିଏ ମୋତେ ପଥର କାଟିବାକୁ ଆଦେଶ ଦେଇଥିଲେ ସେହି ମୋର ରାଜା। ରାଜା ହା 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 ଧ୍ୱନି ଦେଇ ହସିଛନ୍ତି। ରାଜଭକ୍ତିର ଅତୁଳନୀୟ ଅନୁପମ ନମୁନା ଗୋଦାବରୀଶ ମହାପାତ୍ରଙ୍କର ସଂଶିତ ଗଳ୍ପ, ଅଖିଳମୋହନ ପଟ୍ଟନାୟକଙ୍କର ଗୋଟିଏ କୁକୁରର କଥା, କାହ୍ନୁଚରଣ ମହାନ୍ତିଙ୍କର ବୁଲା, ରାଜକିଶୋର ପଟ୍ଟନାୟକଙ୍କର ପଶୁ, ବିନୋଦ ରାଉତରାୟଙ୍କର କାସ୍ତପୁତ୍ର ନାମକ ଗଳ୍ପଗୁଡ଼ିକ ମାନବେତର ଚରିତ୍ର କୁକୁରକୁ ନେଇ ରଚିତ ଗୋଟିଏ ଗୋଟିଏ ସୁନ୍ଦର ଗଳ୍ପ। ସବୁଥିରେ ଜୀବନ ସଂଗ୍ରାମର ସ୍ଥିତିଶୀଳ ଦର୍ଶନ ମିଳେ। ଅଚ୍ୟୁତାନନ୍ଦ ପତିଙ୍କର ଅଶୁଭ ପୁତ୍ରର କାହାଣୀ ଗୋଟିଏ ପେଚା ଛୁଆର ସଂଗ୍ରାମଶୀଳତାର ସ୍ଥିତିବାଦୀ ଦର୍ଶନ ଭିତରେ ହାରିଯିବାର କରୁଣ ରସସିକ୍ତ ଝଲକ ମିଳେ। ନିଜର ମରିବାକୁ ଜାଣି ବି ନିରୀହ ସଂଗ୍ରାମଶୀଳ ପେଚାଛୁଆ ତା'ର କ୍ରନ୍ଦନରତା ମା ପେଚାକୁ ବୁଝାଇ କହିଛି, ମା, ତୁ କାନ୍ଦେନା, ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ, ତାଙ୍କ ଭାଇ ଆଲୋକର ରାଜ୍ୟ ଜୟ କରିବାକୁ ଯାଇ ବୀର ପରି ମରିଛି। ସବୁଦିନ ପାଇଁ ସଂଗ୍ରାମୀ ପେଚାଛୁଆ ଆଖି ବୁଜି ଦେଇଛି। ଅଚ୍ୟୁତାନନ୍ଦ ପତିଙ୍କର ୟାକୁବର ଆଖି ନାମକ ଗପରେ ନରହତ୍ୟାକାରୀ ଦୋଷରେ ଦଣ୍ଡିତ ହୋଇ ଫାଶୀ ପାଇବାକୁ ଅପେକ୍ଷା କରିଥିବା ଜେଲ୍ କଏଦୀ ୟାକୁବ ମରିବା ପୂର୍ବରୁ ନିଜର ଭୟଙ୍କର ଦିଶୁଥିବା ଆଖିକୁ ଅନ୍ଧକୁ ଦାନ କରି ଦେଇଛି। ଏହା ହିଁ ତା'ର ସ୍ଥିତିବାଦୀର ମହନୀୟ ଦର୍ଶନ। ରାଜକିଶୋର ପଟ୍ଟନାୟକଙ୍କର ଘାସ ନାମକ ଗଳ୍ପରେ ଲିଙ୍ଗା ନାମକ ଛୋଟ ପିଲା ବେଳୁ ଜୀବନ ସଂଗ୍ରାମରେ ଓହ୍ଲାଇ ଜୀବନର ଚଲାପଥରେ ଡର ଭୟ ମନରେ ଥିଲେ ବି ଘାସ ପରି ପାଦ ତଳେ ଆସି ମରି ପୁଣି ବଞ୍ଚି ଉଠିବାର ନୂତନ ଉନ୍ମାଦନାରେ କଟକର ସେହି ଗୋରାକବରଖାନାର ଭୟସଙ୍କୁଳ ପଥ ଅନ୍ୟ ପଥଚାରୀର ଆଶ୍ରାରେ ନିତି ପାରି ହୋଇ ବଞ୍ଚି ରହିବାର ମହାନ ଉଦାହରଣ ପାଲଟିଅଛି। ଏହିପରି ଓଡ଼ିଆ ସାହିତ୍ୟରେ ସ୍ଥିତିବାଦୀ ଦର୍ଶନର ଉଦାହରଣ ଦେଖିବାକୁ ମିଳେ। ମୁଁ କବିତା, ଗଳ୍ପ ସାହିତ୍ୟର ଛୋଟ ଛୋଟ ଆକୃତିର ବିଷୟକୁ ପଢ଼ିବାକୁ ଭଲ ପାଏ। ତେଣୁକରି ମୁଁ କବିତାକୁ ଏବଂ ଗଳ୍ପକୁ ଏ କ୍ଷେତ୍ରରେ ପ୍ରାଧାନ୍ୟ ଦେଇ ସଂକ୍ଷିପ୍ତ ଆଲୋଚନାଟିକୁ ସମ୍ପୂର୍ଣ୍ଣ କରିଛି।